ନ୍ୟୁଜ୍ ଏହି ଦେଶରେ ଦୁଇ ଭାରତୀୟଙ୍କୁ ହତ୍ୟା କଲେ ଆତଙ୍କବାଦୀ, ବଡ଼ କାର୍ଯ୍ୟାନୁଷ୍ଠାନ ନେବେ ମୋଦି। ନାଇଜେରିଆର ଦକ୍ଷିଣ ପଶ୍ଚିମ ଡୋସା ଅଞ୍ଚଳରେ ଏକ ଆତଙ୍କବାଦୀ ଆକ୍ରମଣରେ 2 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଅପହରଣ ଶିକାର ହୋଇଛନ୍ତି। ଭାରତୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏହି ଆକ୍ରମଣ ଗତ 15 ଜୁଲାଇ ଦିନ ଘଟିଥିଲା। ନାଇଜେରିଆ ସ୍ଥିତ ଭାରତୀୟ ଦୂତାବାସ ଶୁକ୍ରବାର ଏକ୍ସରେ ଏକ ବିବୃତ୍ତି ଜାରି କରିଛନ୍ତି। 15 ଜୁଲାଇରେ ନାଇଜେରିଆର ଡୋସା ଅଞ୍ଚଳରେ ଏକ ନିଷ୍ଠୁର ଆତଙ୍କବାଦୀ ଆକ୍ରମଣରେ 2 ଭାରତୀୟ ନାଗରିକଙ୍କର ମର୍ମାହତ ମୃତ୍ୟୁ ହୋଇଛି ଏବଂ ଜଣେ ଅପହରଣ ହୋଇଛନ୍ତି। ପରବର୍ତ୍ତୀ ନ୍ୟୁଜ୍, ଫୋନ୍ରେ ହେବ ରେସନ କାର୍ଡ଼। ଆପଣଙ୍କ ରେସନ କାର୍ଡ଼ ବର୍ତ୍ତମାନ ଆପଣଙ୍କ ଫୋନ୍ରେ। ଡିଜିଟାଲ ଇଣ୍ଡିଆ ଅଭିଯାନ ଆଉ ଏକ ପାଦ ଆଗକୁ ବଢ଼ାଇଛି ଭାରତ ସରକାର। ମେରା ରେସନ 2.0 ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ଜରିଆରେ ରେସନଧାରୀମାନଙ୍କ ନିଜ ମୋବାଇଲ ଫୋନକୁ ହିଁ ରେସନ କାର୍ଡ଼ ଭାବରେ ବ୍ୟବହାର କରିପାରିବେ ଏବଂ ଅନେକ ସୁବିଧାର ଲାଭ ଉଠାଇପାରିବେ। ୱାନ୍ ନେସନ ୱାନ୍ ରେସନ କାର୍ଡ଼ ଯୋଜନା ଏବଂ ଅଂଶ ଭାବରେ ଏହି ଆପ୍ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଏବଂ ସୁବିଧା ଆଣିବା ପାଇଁ ଲକ୍ଷ୍ୟ ରଖୁଛି। ପରବର୍ତ୍ତୀ ନ୍ୟୁଜ୍, ଛାତ୍ରୀଙ୍କୁ ସୁରକ୍ଷା ଦେବା ଶ୍ରୀଶକ୍ତି ଯୋଜନା। ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖୋଲିବ ଶ୍ରୀଶକ୍ତି ସଶକ୍ତିକରଣ କେନ୍ଦ୍ର। ସବୁ ଅସୁବିଧାରେ ଥିଲେ କହିପାରିବେ, ଆବେଦନ କରିପାରିବେ, ଗୋପନୀୟ ରହିବ ପରିଚୟ। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମର ନାମ ହେଉଛି ଶ୍ରୀଶକ୍ତି କାର୍ଯ୍ୟକ୍ରମ। ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା 16ଟି ବିଶ୍ୱବିଦ୍ୟାଳୟ ଏବଂ 730ଟି ସରକାରୀ ଅନୁପ୍ରାପ୍ତ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ। ଘୋଷଣା ଅନୁସାରେ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ। ଏହା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ। ଜଣେ ଛାତ୍ରୀ ସଶକ୍ତିକରଣ ସାଥୀ ଓ ଜଣେ ଅଧ୍ୟାପିକା ଶକ୍ତିଶ୍ରୀ ସଂଯୋଜିକା ଭାବରେ ନିୟୋଜିତ ରହିବେ। ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ 5 ଜଣ ବିଶିଷ୍ଟ କାର୍ଯ୍ୟକ୍ରମ ମହିଳା ଶକ୍ତି ଆପ୍ ଭାବରେ କାମ କରିବେ। ଶକ୍ତି ଆପ୍ ପ୍ରତି 3 ମାସରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମେଣ୍ଟର ଭାବେ କାର୍ଯ୍ୟ କରିବେ। ଛାତ୍ରୀଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଓ ଆଇନଗତ ଅଧିକାର ନେଇ ଶିକ୍ଷା ଦିଆଯିବ। ଶକ୍ତିଶ୍ରୀ ଆପ୍ ମାଧ୍ୟମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକ୍ରମ କରାଯିବ। ଆପ୍ ମାଧ୍ୟମରେ ଆଇସିସି ସମ୍ପର୍କରେ ସୂଚନା ଦିଆଯିବ। ଆପ୍ରେ କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ଫୋନ୍ ନମ୍ବର ରହିବ। ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ପରିଚୟକୁ ଗୋପନୀୟ ରଖି ଅଭିଯୋଗ କରିପାରିବେ। ଅଭିଯୋଗ ସିଧାସଳଖ ଇଣ୍ଟର୍ନାଲ କମିଟିରେ ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚିଯିବ। ଏଫ୍ଏମ୍ ଛାତ୍ରୀ ଆତ୍ମହତ୍ୟା ପଛରେ ଚାଲିଛି କାରଣ ଖୋଜା। ଅଭିଯୁକ୍ତ ଅଧ୍ୟାପକଙ୍କୁ ଦେଖାଇଛି କ୍ଲିନ୍ ଚିଟ୍। ଏଫ୍ଏମ୍ କଲେଜର ଆଇସିସି କମିଟି ରିପୋର୍ଟ ଚାଞ୍ଚଲ୍ୟ ତଥ୍ୟ, ଯେଉଁଥିରେ ଏଫ୍ଏମ୍ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତଦନ୍ତ ନିର୍ଦ୍ଦେଶ। ତଦନ୍ତ ପରେ କମିଟି ରିପୋର୍ଟ କହିଥିଲା ଯେ ଅଭିଯୁକ୍ତ ଅଧ୍ୟାପକଙ୍କୁ କ୍ଲିନ୍ ଚିଟ୍ ପଡ଼ିଆରେ ବିଭାଗୀୟ ମୁଖ୍ୟ ଅଭିଯୋଗକାରିଣୀ ଫେଭର ମାଗିଥିବା କଥା ସାବ୍ୟସ୍ତ ହୋଇନାହିଁ। ବରଂ ଘଟଣା ପରେ ଅଭିଯୋଗକାରିଣୀ ସାରଙ୍କ ପାଖକୁ ନୋଟ୍ ଆଣିବା ପାଇଁ ଯାଇଛନ୍ତି ଏବଂ ସେ ନିଜକୁ ଆଦୌ ଅସୁରକ୍ଷିତ ମନେ କରୁଛନ୍ତି ବୋଲି କମିଟିରେ ଗରେ ସ୍ପଷ୍ଟ କରୁଛନ୍ତି। ତେଣୁ ଯାଞ୍ଚ ସତ୍ତ୍ୱେ ଶାରୀରିକ ନିର୍ଯାତନା ଓ ସମ୍ବନ୍ଧିତ କୌଣସି ପ୍ରମାଣ କମିଟିର ହସ୍ତଗତ ହୋଇନାହିଁ। ଅଭିଯୁକ୍ତ ଭିତ୍ତିହୀନ ଓ ବିନା ପ୍ରମାଣ କେହି କାହାରି ଚରିତ୍ର ସଂହାର ନ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ଅନୁମାନ କରାଯାଇଛି କଲେଜ ଆଇସିସି କମିଟିର ଏହି ରିପୋର୍ଟ ପୀଡ଼ିତାଙ୍କୁ ଗଭୀର ମାନସିକ ଆଘାତ ଦେଇଥାଇପାରେ। ଅଭିଯୁକ୍ତ ସମୀର ସାହୁଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା କମିଟି ରିପୋର୍ଟର କହିବା ପରେ ଭାଙ୍ଗି ପଡ଼ିଥିଲେ ପୀଡ଼ିତା। ଗଣମାଧ୍ୟମରେ ବାରମ୍ବାର ପ୍ରତିକ୍ରିୟା ରଖି ସମୀର ସାହୁଙ୍କ ବଦଳି ପାଇଁ କମିଟି ସୁପାରିଶ କରୁଥିବା କଥା ଆଭ୍ୟନ୍ତରୀଣ କମିଟି ସଦସ୍ୟ କହୁଥିଲେ। ହେଲେ କମିଟି ରିପୋର୍ଟରୁ ଜଣାପଡ଼ିଛି ଯେ କଲେଜରେ ସେକ୍ସୁଆଲ ହାରାସମେଣ୍ଟ କିମ୍ବା ଇଣ୍ଟର୍ନାଲ କମ୍ପ୍ଲେଣ୍ଟ କମିଟିକୁ ନ ଯାଇ କାହିଁକି ପୀଡ଼ିତା ପ୍ରଥମେ ପୁଲିସ ଓ ଗଣମାଧ୍ୟମକୁ ଗଲେ ବୋଲି ତାଙ୍କୁ ଓଲଟା ପ୍ରଶ୍ନ କରାଯାଇଥିଲା। ଏହି ସବୁ ପାରିପାର୍ଶ୍ୱିକ ଘଟଣା ପୀଡ଼ିତାଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ବାଛି ନେବାକୁ ବାଧ୍ୟ କରିଛି କି, ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତରୁ ସ୍ପଷ୍ଟ ହେବ। ସ୍କୁଲରେ ହେବ ଆଧାର ଅପଡେଟ୍। ଏଣିକି ଆଧାର କାର୍ଡ଼ ଅପଡେଟ୍ ହେବ ସହଜ। ଆଧାର ସଂରକ୍ଷଣ ସଂଗଠନର ଜଣେ ଉପପଦସ୍ଥ ଅଧିକାରୀ ହେଉଛନ୍ତି ୟୁଆଇଡିଏଆଇ 2 ମାସ ପରେ ପର୍ଯ୍ୟାୟକ୍ରମେ ସ୍କୁଲ ମାଧ୍ୟମରେ ପିଲାମାନଙ୍କର ବାୟୋମେଟ୍ରିକ୍ ଅପଡେଟ୍ ଆରମ୍ଭ କରିବା ପାଇଁ ଏକ ପ୍ରୋଜେକ୍ଟ ଉପସ୍ଥାପନ କରିଛନ୍ତି। ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ର ସିଇଓ ଉମେଶ କୁମାର ସୂଚନା ଦେଇଛନ୍ତି ଯେ 7 କୋଟିରୁ ଅଧିକ ପିଲା ତାଙ୍କର ଆଧାର କାର୍ଡ଼ର ବାୟୋମେଟ୍ରିକ୍ ଅପଡେଟ୍ କରିନାହାନ୍ତି। ପରବର୍ତ୍ତୀ ନ୍ୟୁଜ୍, ଗାଜାରେ ବଢ଼ୁଛି ଲୋକଙ୍କ ସଂକଟ। ଇସ୍ରାଏଲର ଆକ୍ରମଣ ଥମିବାର ନାଁ ନେଉନାହିଁ।
ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଫିଲିସ୍ତିନଙ୍କ ମୁହଁରୁ ଦାନା ଇସ୍ରାଏଲ ଛଡ଼ାଇ ନେଇଛି। ଖାଦ୍ୟ ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ନିରୀହ ତଥା ଭୋକିଲା ଫିଲିସ୍ତିନଙ୍କ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଛି।